আরে ছি 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 আরে ତମ ଭଳି ଦିଟାକ ପୁଅ ମରିଯିବାଟା ଠିକ ହେଲା। ବଞ୍ଚି କିଛି ରହିକି ତମ ମାନଙ୍କ ଲାଭ ନାହିଁ। ତମେ ଖାଲି ରଘୁଠୁ ଜନ୍ମ ହେଇଗଲ ରେ। ଯଦି ମୋଠୁ ଜନ୍ମ ହେଇଥାନ୍ତ ତମ ଦି ପୁଅକୁ ତଣ୍ଟି ମୋଡିକି ଫୋପାଡି ଦେଇଥାନ୍ତି। ଆରେ ମା ବାପାକୁ ଏଇଭଳିଆ ଅବସ୍ଥା କରିବା କଥା? ହାଁ ଆରେ କଣ ହେଇଛି କିରେ ବଳ? ଆରେ ହେ ନଳ ଦେଖେ, ମୁଁ ରଘୁ ଘରକୁ ଯାଇଥିଲି 10 ବର୍ଷ ତଳେ। ତା ବାପା ମୋଠୁ 1000 ଟଙ୍କା ନେଇଥିଲା ହେଲା। ତୁ କଣ ରଖିଛୁ ଗୋଟେ ମତେ ଗୋଟେ ଦେ। ମୁଁ କହିସାରେ ମୁଁ ପୁରା ତାତିକି ଆଇଛି ନା। ଆଉ ବାପ ଦେଖେ ପିଲାମାନେ କେମିତି ମା ବାବୁ କୋଉଭଳିଆ ଅବସ୍ଥା କରୁଛନ୍ତି। ତୁ କଣ ତାଟିବୁନୁ? ହାଁ ତୁ ମୁଁ ଗୋଟେ ତାଟିବୁ ନା ନାଇଁ? କଣ କରିବା କହୁନୁ? କଣ କରିବା ତ ସେଇଆ ସବୁ ହେଇଗଲା। ହଉ ଶୁଣେ, ଠୁ ସେ କଣ ହେଇଛି, ତୁ ତୁ ପାନଟା ଖାଇ ଦେଇଛି ନା। ମତେ ଗୋଟେ ଦଉନୁ। ସରୁ ମୁଁ ତା କଥାଟା ତୋତେ କହିସାରେ ତାପରେ ମୁଁ ଦେବିନି, ପାନ ଦେବିନି। ଠୁ କଣ ହେଇଛି, ଆରେ ଦେଖ ତମେ ଦି ପୁଅ ରୋଗାଗ୍ରସ୍ତରେ ପଡିଥିଲ ବୋଲି ତୋ ବାପା କଣ କଲା, ମୋ ପାଖକୁ ଆସିଲା 1000 ଟଙ୍କା ଧାର ନେଲା। କିନ୍ତୁ 10 ବର୍ଷ ପରେ ଚିନ୍ତା କରୁଥା। କେତେ ଟଙ୍କା ନେଲା ଧାରେ? 10 ମାନେ 1000 ଟଙ୍କା ନେଇଛି, 10 ବର୍ଷ ପରେ ନେଇଥିଲା। ଓହୋ। ତାର ଯୋଉ ବଡ ପୁଅ ତା ଦେହ ଖରାପ ହେଇଥିଲା ବୋଲି ତା ବାପର କର୍ତ୍ତବ୍ୟ ସେ କରିଛି, ମୋ ପୁଅ କେମିତି ଭଲ ହବ ବୋଲି ଚିନ୍ତା କରେ। ଠିକ ବାପର କେମିତି ଦାୟିତ୍ୱ ପୁଅ ପ୍ରତି। ଆରେ କେମିତି ନ ରହିବ ଯେ? ସେଇ କଥାକୁ ନେଇକି ମୁଁ ଯାଇଥିଲି ତା ଘରକୁ ପଇସା ମାଗିବାକୁ। ହେଲା, ପଇସା ମାଗିବାକୁ ଯାଇଥିଲି। ଆରେ ଭାଇ ମୁଁ ତା ବାପକୁ ଘନକୁ ପଇସା ମାଗୁଛି। ଆରେ ତା ବଡ ପୁଅ ଉଠିକି ଆସିକି ମତେ କହୁଛି ତମେ କିଏ ମୋ ବାପକୁ ପଇସା ମାଗିବାକୁ? ହେଲା, ମୁଁ କହିଲି ମୁଁ କିଏ ସେ? ଆରେ ମୁଁ ଭାବୁଛି ବଳ। ଆରେ ପଇସା ନେଲା ଆସୁ ନେଇ ଯାଉଛନ୍ତି, ପଇସା ଦେଲା ଆସୁ ଗୋଡେଇକି ମାରିବାକୁ ଆଉଛନ୍ତି ପିଲାମାନେ। ବୁଝିଲୁ ନଳ, ଏଇଟା ଭଲ କଥା? ଟିକେ ବଳ ଟିକେ ଶୁଣୁ। ଆରେ ରହ ତୁ କଣ କରିବା, ପାନଟା ଖାଇଛି ଆଉ। ଆଜିକାଲିକା ପିଲା ସେମାନେ ଧରୁ ଉଡବୁ ହଠାତ୍ କିନି ହାତ ଉଠେଇଦେବେ। ତୁ କଣ କରିବୁ? କିନ୍ତୁ ବାପ ମା ଦିଟାକ ଭଲ। ନା ତୋ ବାପ ମା ଭଲ, ବାପ ମା ଭଲ, ବଢିଆ ଲୋକ ଭଲ ଦିଟାକ। କିନ୍ତୁ ପିଲାମାନେ ଏତେ ଅଯୋଗ୍ୟ ମାନେ ସେ ପିଲା ଦିଟାକ ଭାରି ଦୁଷ୍ଟ ମାନେ। ଆରେ ତା ବାପାଙ୍କୁ ପରା ସେ ହାତ ଉଠେଇ ମାରୁଛନ୍ତି। ହଁ, ଆରେ ସେଟା ସଂସ୍କାର ଥିଲେ ସଂସ୍କାର ପାଇବେ। ଆରେ କିନ୍ତୁ ତା ବାପା ଦିଟାକ ଏକ ନମ୍ବର। ନାଇଁ ନଳ ଦେଖେ, ତା ବାପା ମା କିନ୍ତୁ ବହୁତ ଭଲ। ହଁ, ବହୁତ ଭଲ। ତୋର ମୋର ଆମେ ଦେଖିଛେ ହଁ, କେତେ ଦୁଃଖ କଷ୍ଟ ସେ ଦି ପୁଅକୁ ସେ ମଣିଷ କରିଛି। ନାଇଁ ଆମ ଆଖି ଆଗରେ ସେମାନେ ମଣିଷ ହେଇଛନ୍ତି, ସେ ବହୁତ ଦୁଃଖ କଷ୍ଟ କରିଛନ୍ତି। ଆରେ ବାପା ମଣିଷ କରିଛନ୍ତି କଣ ଏଇଭଳିଆ? ବାପା ମାଆକୁ ଯାଇକି ହତଦର କରିବେ, ଆଉ ପରଲୋକଠୁ ପଇସା ନେଇକି ପରଲୋକକୁ ବାପା ସାମ୍ନାରେ ଆମ ମାନଙ୍କୁ ବାଡେଇବେ? ଚିନ୍ତା କଲୁ? ଚିନ୍ତା କରେ, ଏ କଣ କଥା ଅବସ୍ଥା? ଚିନ୍ତା କର ନଳ, ଚିନ୍ତା କରେ। ଆରେ କଣ ଚିନ୍ତା କରିବି? ଆମକୁ ବାପା ମା କେତେ କଷ୍ଟରେ କେତେ ଦୁଃଖ କଷ୍ଟରେ ଆମକୁ ସେ ପାଳିଛନ୍ତି କହିଲୁ। ଆଉ ଆମେ ନିଜେ ବାହା ହେଇକି ଆମର ପିଲା ଛୁଆକୁ ଆମେ ପୋଷିଲା ଛୁଆ ଆମେ କେତେ କାଠ ବାଟ ଲାଗୁଛି। ଚିନ୍ତା କରେ, ଯେତେବେଳେ ଆମ ପିଲା ଛୁଆଙ୍କର ଦେହ ଖରାପ ହେଇଯାଉଛି ଆମକୁ ରାତିରେ ନିଦ ହଉନି। ପାଖରେ ଯଦି ପଇସା ନଥିବ ଆମେ କାହାଠୁ ଧାର ଉଧାର କରିକି ବାପ ମୋ ପିଲା ଛୁଆ ମୋ ସ୍ତ୍ରୀ କି ମୋ ଝିଅ ଦେହ ଖରାପ ହେଇଛି, ମୁଁ କେମିତି ତାଙ୍କୁ ଡାକ୍ତରଖାନା ନେଇକି ଯିବି? ଆରେ ସେ ତ ବାପା ମାର କର୍ତ୍ତବ୍ୟ ଆମେ ମାନେ ଯେମିତି କରୁଛେ। ଆଉ ତାହେଲେ କାଲି ସକାଳେ ଯଦି ତୋ ବାପା ମାଙ୍କର କିଛି ହେଇଯିବ, ତମେ ଦିଟା ପିଲା ଯୋଉ ଭଳିଆ ହଉଛ, ତମେ ତ ବାପାଙ୍କୁ ମାରିଦବ। ନାଇଁ, ସେ ରଘୁଟା ଭାରି କଷ୍ଟ କରିଛି। କହିଲେ କଣ ହବ? ମାରିଦବ ନା? ନାଇଁ, ସେ ରଘୁଟା ଭାରି ଦୁଃଖ ପାଉଛନ୍ତି କହିଲୁ ନଳ। ଏ କଣ କଥାବସ୍ଥା? ସେ ବୁଝିବା ଦରକାର, ଆମେ ମାନେ କାହାକୁ କଣ କହୁଛୁ? ଆରେ ବାପା ମା ବୃଦ୍ଧ ହେଲେ ସେମାନେ କାହିଁକି ଏତେ ରିକ୍ସ ନେବେ? ସେମାନେ ବସିକି ଖାଇବା ଲୋକ। ତମମାନଙ୍କୁ ଆଜି ଖାଇବାକୁ ଦେଇ ମଣିଷ କରେଇଲେ, ଠିକ ନା ଭୁଲ? ତମମାନେ କେମିତି ତାଙ୍କୁ କେମିତି ଭଲରେ କେମିତି ବସିକି ଖାଇବା ଗୁଣ୍ଡେ ଦେଇକି ତାଙ୍କ ଜୀବନଟା କେମିତି ଚାଲିବ? ତୁ ଠିକ କଥା କହୁଛୁ ବଳ। ତୁ ସିନା ବୁଝୁଛୁ, ହେଲେ ସେ ପିଲା ଦିଟାକୁ ସିନା ବୁଝିଲେ ହେଲା। ସେ କଣ କେମିତି ବୁଝିବେ? କେମିତି ସେ ବୁଝିବେ? ଭୁଲ ତ ରହୁଛି ବାପା ମାଙ୍କର ନା। ଏଠି ମୁଁ ଭୁଲ ଦେବି ବାପା ମାଙ୍କୁ କାହିଁକି କହୁଛି? ପ୍ରଥମରୁ ଯଦି ସେମାନଙ୍କୁ ଠିକରେ ନେଇଥାନ୍ତେ, ଠିକ ଶାସ୍ତି ଦେଇଥାନ୍ତେ, ତାହେଲେ ତା ପିଲା ଛୁଆ ନୁହଁ ଦିଟା ପୁଅ ଯୋଉ ତା ବାପାଙ୍କୁ ଏମିତି ଆମ ମାନଙ୍କୁ ଏମିତି ବ୍ୟବହାର ଦେଇନଥାନ୍ତେ। ସେଟା ତ ଠିକ, ବୁଝିଲୁ? କିନ୍ତୁ ତା ବାପା ବୋଉ ଦୋଷ ଦେଇ କିଛି ଲାଭ ନାହିଁ। ବୁଝିଲୁ ନଳ, ଆମ ମା
10 ମାସ 10 ଦିନ ଗର୍ଭ ଧରିକି ଆମମାନଙ୍କୁ ଜନ୍ମ କରିଛି। ହଁ ହଁ କେତେ କଷ୍ଟ କହିଲୁ। ଆଉ ସେ କଷ୍ଟଟା ଆମେ ବୁଝିପାରୁଛେ। ଏଇ ଯେମିତି ତୁ ବୁଝୁଛୁ ମୁଁ ବୁଝୁଛି ନା, ଆମେ କୋଉ ବଡ଼ ଲୋକ ନା। ଆରେ ଆମେ ବି ସେଇ ମଜୁରିଆ ଲୋକ, ଆମେ ଖଟିଲେ ଖାଉଛେ। ତଥାପି ତୁ ତୋ ବାପା ମାଆକୁ କେତେବେଳେ ଅଶାନ୍ତି କରିଛୁ? ନା ମୁଁ କେତେବେଳେ କରିଛି? ନା ତାହେଲେ ସିଏ କାହିଁ କରିବାକୁ ଯାଉଛି? ଚିନ୍ତା କରେ। ତାହେଲେ ଲୁଜର ପଟା କୋଉଠି ଗୋଟେ ଅଛି ନିହାତି ଥିବାରୁ ସେ ଆଜି ଏମିତି ହଉଛନ୍ତି। ସେ ଜାଣିବା କଥା। ଆରେ ବାପା ମା ତ ଆମର ବୁଦ୍ଧ। ତୋତେ ଗୋଟେ ଭଲ କଥାଟା କହିବି ଦେଖ, ଆମେ ଏଇନେ ରାସ୍ତାରେ ଏମିତି ଯାଉଛେ, ଆମକୁ ଲୋକ କେତେ କଥା ଭଲ କଥା କହୁଛନ୍ତି। ରଘୁ ଯେତେବେଳେ ରାସ୍ତାରେ ଯାଉଛି ତାକୁ କେତେ ଲୋକ କେତେ କଥା କହୁଛନ୍ତି ଜାଣିଛୁ? ଆଇଲେ ପିଲା ତ ଜନ୍ମ କରିଛୁ ଆଉ, ଯୋଡ଼େ ପୁଅ ଜନ୍ମ କରିଛୁ ଆଉ, ଭଲ ମନ୍ଦ ଖାଉଥାବୁ, ପିଲାମାନେ ତତେ ଭଲରେ ରଖିଛନ୍ତି। ଏଇଟା କହିଲେ କଣ ତାକୁ କହିଲେ ଲାଭ କଣ? ସେସବୁ କଥା ତକ ମତେ ରଘୁ କୁହେ, ମୁଁ ସବୁ ତାର ଶୁଣେରେ, ଭାରି ଦୁଃଖ ଲାଗେ, ଭାରି ଦୁଃଖ ଲାଗେ। ତା କଥା ଶୁଣିକି ବହୁତ ଦୁଃଖ ଲାଗେ। ହଉ ହଉ ଯେ ଛାଡ଼ ସବୁ କଣ କରିବା? ହଉ ହଉ ଯାହା ହେଲା ହେଲା। ହଉ ଯେ ଛାଡ଼େ, ମୋର ଟିକେ କାମ ଅଛି, ମୁଁ ପୁଣି ବାଡ଼ି ବଗିଚାରେ ପାଣି ତୁ କୁଆଡ଼େ ଯାଉଥିଲୁ? ଆରେ ମୁଁ ତ ତାରି ପାଖକୁ ତ ଯାଇଥିଲି ପଇସା ମାଗିବାକୁ, 1000 ଟଙ୍କା ମୋ ଦରକାର ଥିଲା, ସେ ତ ଦେଲାନି। ଆଉ କଣ କରିବା? ଯାହା ହଉ ତୁ ବହୁତ ଦିନରେ ତୁ ଦେଖା ହେଇଗଲୁ। ତୁ ତ ଆଜିକି 10 ଦିନ ହେଲା ତୁ କୁଆଡ଼େ ଯାଇଥିଲୁ, ତୋର ଦେଖା ଦର୍ଶନ ନଥିଲା। କଣ କରିବା ଏମିତି କଥା। ହଉ ଗୋଟେ କାମ, ଏଇ ଯୋଉ ବଗିଚାରେ ପାଣି ଦଉଥିଲୁ ନା? ହଁ ପାଣି ଦଉଥିଲୁ। ଦଉଥିଲୁ। ଆଉ କେତେ ବାକି ଅଛି? ହଁ ଆଉ ଟିକେ କଣ ବାକି ଅଛି ଦେବ ଆଉ। ନଳ ମୋ ମୁଣ୍ଡକୁ ଗୋଟେ ଭଲ ଚିନ୍ତାଧାରା ଆଇଛି। ତୁ ଯଦି ରାଜି ହବୁ ତାହେଲେ କଥାଟା ଭଲ ହୁଅନ୍ତା। ଆରେ ତମେ ତ ଚିନ୍ତାଧାରା କରି କରିକି ଆଜିକି ଏତେ ବାଟ ଆସି ଆଇଲଣି। ଆଉ କୁହ କୋଉ ଚିନ୍ତାଧାରାଟା କୁହ। ଶୁଣେ, ମୁଁ ଏଇ ଯୋଉ ରଘୁର ଘର ବିଷୟରେ ଯାହାଟା ଦେଖିଲି, ତା ପିଲାମାନେ ଯେମିତି ତା ବାପା ମାଙ୍କୁ ଯେମିତି ହଇରାଣ କରୁଛନ୍ତି, ସେ ଏକୁଟିଆ ନୁହେଁ। ଏ ଦୁନିଆରେ ଏମିତି କେତେ ପୁଅ ମାନେ ବାପା ମାଙ୍କୁ ହଇରାଣ କରୁଥିବେ ହେଲା। ତୁ କିଛି ପଇସା ଯୋଗାଡ଼ କରେ, ମୁଁ କିଛି ପଇସା ଯୋଗାଡ଼ କରିବି, ଆମେ ଯିବା ଦେଖିବା ବାପା ମା କେତେ ଦୁଃଖ କଷ୍ଟରେ କିଏ ଅଛନ୍ତି, ଆମେ ତାଙ୍କୁ ସାହାଯ୍ୟ କରିବା ଆମ ସକ୍ଷମରେ ଯାହା ହେଲା। ହଉ ଆରେ ସେମାନେ ଯେମିତି ତାଙ୍କର ପୁଅ ଜନ୍ମ କଲା ପୁଅ, ଆମେ ତ ସେମିତି ଧର୍ମର ଗୋଟେ ପୁଅ ହେଇକି ଯିବା ନା, ତାଙ୍କୁ ସାହାଯ୍ୟ କରିବା। ଆମକୁ ଯଦି ଭଗବାନ ଯଦି ଭଲରେ ରଖିବା କଥା ରଖିବେ। ଏଇଟା ଖରାପ ଲାଗୁଛି ନା ଭଲ? ଭଲ କଥା। ନା ତୁ ମନକୁ ପାଇଲା ତ? ହଉ ଶୁଣେ, ମୁଁ ଯାଇକି ଆଜି ମୋ ସ୍ତ୍ରୀ କହୁଛି, ଆଲୋ ଦେଖେ, ଆଉ ଆମେ ନଳର ମୋର ଗୋଟେ ଭଲ କାମ ବୁଝିଛୁ, ଆଉ ଏଇ ଦୁନିଆ ତ ଦେଖୁଛୁ, ତୋର ଯେମିତି ଶାଶୁ ତୁ ଯେମିତି ସେବା କରୁଛୁ, ତୋ ଶ୍ୱଶୁର ଯେମିତି ସେବା କରୁଛୁ, ଏମିତି ସେମାନେ ସେବା ପାଉନାହାନ୍ତି। ତୋର ବି ଦୁନିଆରେ ବି ଆହୁରି ଶାଶୁ ଶ୍ୱଶୁର ଥିଲା ଭଳିଆ ସେବା କେହି ପାଉନାହାନ୍ତି। ଆଉ ଆମେ ପଇସା ମତେ କିଛି ଦବୁ, ଆମେ ନଳର ମୋର ଯିବୁ, ଯାଇକି ଦୁନିଆରେ ଦେଖିବୁ କେତେ ବାପା ମା କୋଉଠି କେମିତି ସବୁ ଅସୁବିଧାରେ ପଡିଛନ୍ତି, ତାଙ୍କୁ ଆମେ ସାହାଯ୍ୟ କରିବା। ଆଉ ଚିନ୍ତା କଲୁ 10 ମାସ 10 ଦିନ ଗର୍ଭ ଧରିକି କେମିତି ଜନ୍ମ କରିଛନ୍ତି ପିଲାମାନଙ୍କୁ, ସେ କଷ୍ଟରେ ସେ ଜାଣିପାରୁଛନ୍ତି। ହଉ ଖାଲି ତୁ କଣ କରିବି, ପାନର ଅଭ୍ୟାସ ଯାଉନି ରେ ଜମା। ପାନ ଅଭ୍ୟାସ ଗୋଟେ ମୋର ହେଇଗଲା। ଛାଡ଼ିଦେବି। ଦିନକୁ ବା ହାରାହାରି 60 ଟଙ୍କାର ମୁଁ ପାନ ଚୋବେଇ ଦଉଛି। କଣ କରିବି ଆଉ, ଏମିତି ଚୋବେଇ ଯାଉଛି ଆଉ। ହଉ ତୁ ଯା, ତୋର ତ ଦୁନିଆ କାମ ଅଛି, ତୁ ଯା ପାଣି ଫାଣି କଣ ଦିଏ। ମୁଁ ଯାଉଛି ଟିକେ, ମୋ ସ୍ତ୍ରୀ ମତେ କହିଥିଲା, କହିଲା ଆଇଲା ଆସିବୁ ଆଉ କଣ ସଜନା ଛୁଇଁ ଟିକେ ନେଇକି ଆସିବ। ଆମେ ଯାଉଛି ବଜାର ହାଟ ଯିବି, ସଜନା ଛୁଇଁ ଟିକେ ନେଇକି ଘରକୁ ଯିବି, ଭାଜି ଟିକେ ପଖାଳ ଖାଇବି। ଆଉ ସେ ବାରି ଲାଷ୍ଟ ସଜନା ଗଛ ଗୋଟେ ଅଛି, ଦେଖିବୁ ଛୁଇଁ ଥବ। ତୋର ସଜନା ଗଛ ଅଛି? ଯଦି ଛୁଇଁ ଥବ। ଏଇଠି ଜାଣିଲି ସାଙ୍ଗ ବନ୍ଧୁ। ଆରେ ମନକୁ ଦୁନିଆରେ ଏ ସାଇ ଗୋଟା ସମସ୍ତେ ଡାକୁଛନ୍ତି, ଆରେ ନଳ ବଳ ତମେ ତ ପୁରା ଟୋଟାଲ ଏ ଗାଁ ସାରରେ ପୁରା ତ ଚହଳ ସୃଷ୍ଟି କରୁଛ ଆଉ। ତମେ ଦି ସାଙ୍ଗ ଯେମିତି ହେଇଛ ନଳ ବଳ। ନଳ ବଳ ପୁରା କରୁଛ ଖେଳ।